Praise the Lord. ପ୍ରଭୁଙ୍କର ମହାନାମର ଗୌରବ ହେଉ। ପ୍ରଭୁ ଗତକାଲି ଆମ ସମସ୍ତଙ୍କର ସହବର୍ତ୍ତୀ ରହିଲେ ଉତ୍ତମ ଆରାଧନା ଉପାସନା କରୁ କରୁ ତାଙ୍କର ଉପସ୍ଥିତି ମଧ୍ୟ ରହି ଆଜି এই দ্বিতীয় দিনের প্রথম অধিবেশনে আমি সমস্তে পুনর্বার তাঁকরি পাদ তলে বসিবার এক সৌভাগ্য প্রায় প্রাপ্ত হয়েছু। প্রভুঙ্কর জীবন্ত বাক্য প্রভুঙ্কর মনোনীত দাস গণଙ୍କ ଠାରୁ ଆମେ ପ୍ରାପ୍ତ ହେଇଛୁ। প্রিয় প্রভুଙ୍କ ଲୋକମାନେ ଆଜି ମୁଁ ଆନନ୍ଦିତ। ସକାଳ 10ଟା ଅଧେ ସମୟରେ ଗୋଟିଏ ଗାଁରେ ଏତେ ଜଣ ଶୀଘ୍ର ଜମା ହେଇକି 9ଟାରେ ଆରମ୍ଭ କରିକି ଘଣ୍ଟାଟି ୱାର୍ସିପ କଲା ପରେ ଗୀତ ସଂହିତା ପଢିଲା ପରେ এই সমୟରେ ବାକ୍ୟ ଦେବା ବହୁତ ଜାଗାରେ କମ ଦେଖାଯାଏ। ହାଲେଲୁୟା। କିନ୍ତୁ ଆପଣମାନେ ଧନ୍ୟ ବ୍ୟକ୍ତି ଅଛନ୍ତି, ବାସ୍ତବରେ ପ୍ରଭୁଙ୍କର ଆଶୀର୍ବାଦ ପାତ୍ର ପାତ୍ର ଅଟନ୍ତି କି ଆପଣମାନେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ସମୟ ଦେଇଅଛନ୍ତି। ଆସ ମାନେ ଆଜି ମଧ୍ୟ କିଛି ସମୟ ପରମେଶ୍ୱରଙ୍କର ବାକ୍ୟ ଶୁଣିବା। ତା ପୂର୍ବେ ମୋର ଅନୁରୋଧ ରହିବ, ମୋ ନାଁ ଜେପସନ କୁମାର ସୁନା, ମୋ ସହିତ ଆସନ୍ତି ଭାଇ ଶୁଭେନ୍ଦୁ ଫୁଲ। ନବରଙ୍ଗପୁର ପାଖରେ 4 କିଲୋମିଟର ହେବ ବେହେରାଗୁଡ଼ା ବୋଲି ଗୋଟିଏ ଗାଁ ଅଛି। ଆଉ ସେଇ ଗାଁ ଆମ ଗାଁ, ସେଠାରେ ଆମମାନଙ୍କର ମଣ୍ଡଳୀ ଅଛି, ପୁଣି ଅନ୍ୟତ୍ର ଏକ ମଣ୍ଡଳୀ ଅଛି। ତ ଆମମାନେ ଏକ ଛୋଟ ସେବା କାର୍ଯ୍ୟରେ ଅଛୁ, ଆମମାନଙ୍କର ପରିବାର ଅଛି। ଦୟାକରି ଆପଣମାନେ ଆପଣମାନଙ୍କର ବ୍ୟକ୍ତିଗତ ପ୍ରାର୍ଥନା କଲାବେଳେ ଆମମାନଙ୍କୁ ମଧ୍ୟ ସ୍ମରଣ କରିବେ। ପ୍ରଭୁ ଯେପରିକି ଆମମାନଙ୍କୁ ତାଙ୍କର ସେବାରେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା ପାଇଁ, ପୁଣି ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ସେବା କରିବା ପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଅଭିଷେକ କରିବେ। ଏଥିପାଇଁ ଦୟାକରି ଆପଣମାନେ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ସମସ୍ତେ ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗତକାଲି ଆମେ ଶୁଣୁଥିଲୁ କି ଜଗତର ବିନାଶ ଯେ ସନ୍ନିକଟ ଏହା ଆମେ ଜାଣୁ। ବର୍ତ୍ତମାନ ପୃଥିବୀର ପରିସ୍ଥିତି ଆମେ ଯାହା ଜାଣୁଛୁ, କେତେବେଳେ ଯେ କୌଣସି ପ୍ରକାର ତୃତୀୟ ବିଶ୍ୱଯୁଦ୍ଧ ହେବ ଏହା କେହି ମଧ୍ୟ କହିପାରିବେ ନାହିଁ। ତତ୍ସହିତ ପ୍ରଭୁଙ୍କର ଆଗମନ ଯେ ସନ୍ନିକଟ ଏହା ଆମେ ଜାଣୁଛୁ। ବିଭିନ୍ନ ଲକ୍ଷଣ ଦ୍ୱାରା ଆମେ ଜାଣୁ କି ପ୍ରଭୁଙ୍କର ଆଗମନ ସନ୍ନିକଟ ଅଟେ। ଆଉ ଏହି ସନ୍ନିକଟ ସମୟରେ ନିଶ୍ଚିତ ଭାବରେ ମଣ୍ଡଳୀ ତାଡ଼ନା, ବିଶ୍ୱାସୀ ମାନେ ତାଡ଼ନା ଭୋଗ କରିବେ। ଯେଉଁମାନେ ଖ୍ରୀଷ୍ଟଙ୍କ ପାଇଁ ବୃଦ୍ଧି ହେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପ୍ରତି ତାଡ଼ନା ଘଟିବ। ଆମେ ତାଡ଼ନା ବିଭିନ୍ନ ଦେଶରେ ଶୁଣୁଥିଲୁ, ଭିନ୍ନ ରାଜ୍ୟରେ ଶୁଣୁଥିଲୁ, ଭିନ୍ନ ଜିଲ୍ଲାରେ ଶୁଣୁଥିଲୁ, କିନ୍ତୁ ଅତି ନିକଟରେ ଆମେ ତାଡ଼ନାକୁ ଦେଖୁଛୁ। ଆମମାନଙ୍କର ଗ୍ରାମ ପାଖରେ, ଆମମାନଙ୍କର ନିଜ ଗ୍ରାମ ମାନଙ୍କରେ ଆମେ ତାଡ଼ନା ଭୋଗ କରିବା ଦେଖୁଛୁ। ସେଥିପାଇଁ ଏହି ସମୟରେ ଆମେ ପ୍ରଭୁଙ୍କର ସେହି ଜୀବନ୍ତ ବାକ୍ୟକୁ ଆମେ ଅଳ୍ପ ସମୟ ସ୍ମରଣ କରିବା ଏବଂ ଆମେ ସମସ୍ତେ ତାଙ୍କଠାରେ ନିଜ ନିଜକୁ ଆମେ ପ୍ରତିଷ୍ଠା କରିବା। କାରଣ ବାକ୍ୟ ଆମକୁ ସାନ୍ତ୍ୱନା କରେ, ବାକ୍ୟ ଆମକୁ ନିର୍ମାଣ କରେ, ବାକ୍ୟ ଆମକୁ ଗଠନ କରେ। ଗୋଟେ ପଦ ପଢିବା, ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟ ତାର 33 ପଦ ଆମେ ପଢିବା। थैंक यू जीसस। तुमे माने जेपरि मो ठारे शांति प्राप्त हुओ, तुमे माने जेपरि मो ठारे शांति प्राप्त हुओ, एथि निमते मु तुम मानको एही सब विषय कहियोछि। जगतरे तुम मानको निमते क्लेश अछि, जगतरे तुम मानको निमते क्लेश अछि, किंतु साहस धरो, किंतु साहस धरो, मु जगत को जय करियोछि, मु जगत को जय करियोछि। प्रभु यीशु ख्रीष्ट जे कि आमानकर त्राणकर्ता अटंती, जे कि आमानकर उद्धारकर्ता अटंती, जे कि आमानकर प्रतिबदली हेले, जे कि आम समस्त को पय अपना रक्त देले, अपना जीवन को प्रदान कले। ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କରି ଲୋକମାନଙ୍କ ପାଇଁ, ଆପଣାର ଲୋକମାନଙ୍କ ପାଇଁ, ଯେଉଁମାନଙ୍କୁ ଆପଣ ରକ୍ତ ଦେଇ କ୍ରୟ କରିଅଛନ୍ତି ପ୍ରିୟମାନେ, ଅର୍ଥାତ୍ ବିଶ୍ୱାସୀ ମାନଙ୍କ ପାଇଁ, ଖ୍ରୀଷ୍ଟିଆନ ମାନଙ୍କ ପାଇଁ ସେ ଏଇ କଥା କହନ୍ତି, ସାହସ ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି। ଏହି ଜଗତରେ ଆମମାନଙ୍କୁ କ୍ଲେଶ ଅଛି। ଏହି କ୍ଲେଶ ବନ୍ଦ ହେବ ନାହିଁ ପ୍ରିୟମାନେ, କିନ୍ତୁ କ୍ଲେଶ ଉପରେ ଜୟ ଲାଭ କରିବା ପାଇଁ ପରମେଶ୍ୱର ଆମମାନଙ୍କୁ ସାହସ ଦିଅନ୍ତି।
କ୍ଲେଶକୁ ଅତିକ୍ରମ କରିବା ପାଇଁ ପ୍ରଭୁ ଆମକୁ ଶକ୍ତି ଦିଅନ୍ତି। ତେଣୁ ସାହସ ଧର, ମୁଁ କଣ କରିଅଛି? ଜଗତକୁ ଜୟ କରିଅଛି। ହାଲେଲୁୟା। ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ এই জগতକୁ ଜୟ କରିଅଛନ୍ତି। ହୁଏତ ଆମେ ମାନେ ଦୁର୍ବଳ, କିନ୍ତୁ ଆମେ ପ୍ରଭୁଙ୍କ ଠାରେ ଆମେ ବିଜୟୀ ଅଟୁନି। ପ୍ରଭୁ ଆମକୁ ବିଜୟ ଦେବେ, ପ୍ରଭୁ ଆମକୁ ଜୟ ପ୍ରଦାନ କରିବେ, କାରଣ ସେ ସର୍ବ ବିଜୟୀ ଅଟନ୍ତି, ଆଉ ସେ କେବେ ହାରନ୍ତି ନାହିଁ। କାଲି ଆମେ ଦେଖୁଥିଲୁ ଯେଉଁମାନେ ଶିବତାରେ ଆଚରଣ କରନ୍ତି, ସେମାନଙ୍କ ସପକ୍ଷରେ ଆପଣଙ୍କୁ ବଳବାନ ଦେଖାଇବା ନିମନ୍ତେ ତାଙ୍କର ଚକ୍ଷୁ ଏଣେ ତେଣେ ଭ୍ରମଣ କରିବେ ବୋଲି ଲେଖାଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ ସମସ୍ତଙ୍କୁ ଆଜି ସାହସ ଧରିବାକୁ ହେବ। କୌଣସି ପ୍ରକାର ଆମେ ଭୟଭୀତ ହେବା ନାହିଁ, କୌଣସି ପ୍ରକାର ଆମେ ପଶ୍ଚାତପଦ ହେବା ନାହିଁ, କୌଣସି ଏହି ପ୍ରକାର ଆମେ ଡାହାଣ କି ବାମ ଯିବା ନାହିଁ, କୌଣସି ପ୍ରକାର ଆମଙ୍କର ବିଶ୍ୱାସ ମତକୁ ଆମେ ପରିତ୍ୟାଗ କରିବା ନାହିଁ, କୌଣସି ପ୍ରକାର ଆମେ ଭୀରୁତା ହେଇକି ଆମେ ପ୍ରଭୁ ଯୀଶୁକୁ ଅସ୍ୱୀକାର କରିବା ନାହିଁ। ଆମେ ଶେଷରେ ଆମର ବିଜୟ ଅଛି, ଶେଷରେ ଆମର ଜୟ ଅଛି, ଏହା ମାନେ ବିଶ୍ୱାସ କରିବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ସମସ୍ତେ କହିବା କି ହାଲେଲୁୟା। ସିଫୋନିୟ ପୁସ୍ତକ 3 ଅଧ୍ୟାୟ ତାର 19 ପଦ ଯଦି ପଢିବା, ସେଟା ଲେଖାଯାଏ। ସିଫୋନିୟ ପୁସ୍ତକ 3 ଅଧ୍ୟାୟ ତାର 19 ପଦ। ଦେଖ, ଯେଉଁମାନେ ତୁମକୁ କ୍ଲେଶ ଦିଅନ୍ତି, ସେ ସମସ୍ତଙ୍କ ପ୍ରତି ସେ ସମୟରେ ଆମେ ଉପଯୁକ୍ତ ବ୍ୟବହାର କରିବା, ପୁଣି ଆମେ ଛୋଟିକୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା ତାକୁ ସଂଗ୍ରହ କରିବା, ଆଉ ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା ଆମେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା। ସମସ୍ତେ ହାଲେଲୁୟା। ଲେଖାଯାଏ, ବର୍ତ୍ତମାନ କିଛି ଲାଗୁନାହିଁ, ଯେଉଁମାନେ କ୍ଲେଶ ଦେଉଛନ୍ତି, ଯେଉଁମାନେ ତାଡ଼ନା ଦେଉଛନ୍ତି, ମଣ୍ଡଳୀକୁ, ବିଶ୍ୱାସୀକୁ, ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ, ସେବକ ସେବିକା ମାନଙ୍କୁ, ସେମାନେ ଆରାମସେ ଅଛନ୍ତି, ସେମାନେ ଆନନ୍ଦରେ ଅଛନ୍ତି, ସେମାନେ ଖୁସିରେ ଅଛନ୍ତି, ଏହିପରି ଦେଖାଯାଉଛି। ସେମାନଙ୍କର ପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ସେମାନଙ୍କୁ କୌଣସି ପ୍ରକାର ଶାସନ ବା ଶାସ୍ତି ଦିଆଯାଉ ନାହିଁ, ଏହା ଆମେ ଦେଖିପାରୁଛୁ। କିନ୍ତୁ ବାଇବେଲ କହେ, ଦେଖ, ଯେଉଁମାନେ ତୁମକୁ କ୍ଲେଶ ଦିଅନ୍ତି ସେ ସମସ୍ତଙ୍କ ପ୍ରତି ସେ ସମୟରେ ଆମେ ଉପଯୁକ୍ତ ବ୍ୟବହାର କରିବା। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ପ୍ରଭୁଙ୍କର ସନ୍ତାନ ସନ୍ତତି ମାନେ, ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ। ଆମ୍ଭମାନଙ୍କୁ ଯେଉଁମାନେ ତାଡ଼ନା ଦେଉଅଛନ୍ତି, ଆମ୍ଭମାନଙ୍କୁ ଯିଏ ତାଡ଼ନା ଦେଉଅଛି, ପ୍ରଭୁ ଗୋଟେ ସମୟ ଆସୁଛି, ଗୋଟେ ଦିନ ଆସୁଛି, ସେମାନଙ୍କ ସହିତ ଉଚିତ ବ୍ୟବହାର କରିବେ। ଆଜି ଆମେ ଲଜ୍ଜିତ, ତାଡ଼ିତ, ନିଷ୍ପେଷିତ, ଆମେ ଆଜି ଘୃଣିତ ହେଇକି ଅପମାନିତ ହେଇକି ଜୀବନ ଯାପନ କରୁଛୁ। ବାକ୍ୟ କହେ, ପରମେଶ୍ୱର କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା। ସମସ୍ତେ ଆମେନ୍, ହାଲେଲୁୟା। ଆଜି ଏଠାରେ ଲଜ୍ଜିତ ହଉଛୁ, ଅପମାନିତ ହଉଛୁ, ଘୃଣିତ ହଉଛୁ, କିନ୍ତୁ ମନେ ରଖନ୍ତୁ, ଗୋଟିଏ ଦିନ ଆମମାନଙ୍କ ପାଇଁ ପ୍ରଶଂସା ଅଛି, ଗୌରବ ଅଛି, ଆମମାନଙ୍କ ପାଇଁ ଯଶ ରଖିଛନ୍ତି, ସେହି ପାତ୍ର ପାତ୍ରୀ କରିବେ। ଏଥିପାଇଁ ମନେ ରଖନ୍ତୁ, କ୍ଲେଶ ଅଛି, କ୍ଲେଶ ଦେବେ, କିନ୍ତୁ ତା ଉତ୍ତାରେ ତାପରେ ନିଶ୍ଚିତ ଭାବରେ ବିଜୟ ଅଛି, ଗୌରବ ଅଛି। ଦେଖନ୍ତୁ, ପ୍ରେରିତ ପାଉଲ ରୋମିଓ 8 ତାର 35 ପଦରେ କହୁଛନ୍ତି କି ଖ୍ରୀଷ୍ଟଙ୍କ ପ୍ରେମରୁ କି କ୍ଲେଶ ଆମମାନଙ୍କୁ ବିଚ୍ଛିନ୍ନ କରିବ। ଅର୍ଥାତ୍ ସେ କହିବାକୁ ଚାହାନ୍ତି, ଏଇ କ୍ଲେଶ ବା ତାଡ଼ନା ବା ନିନ୍ଦା, ଏଇ ଅପମାନ ଆମମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଆମକୁ ବିଚ୍ଛିନ୍ନ ନ କରୁ। ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମମାନଙ୍କୁ ବିଚ୍ଛିନ୍ନ କରିବ? ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମମାନଙ୍କୁ ବିଚ୍ଛିନ୍ନ କରିବ? କିଏ ଆମକୁ ଅଲଗା କରିବ? କି କ୍ଲେଶ, କି କ୍ଲେଶ ଅଲଗା କରିବ? କି ସଂକଟ, ସଂକଟ ଅଲଗା କରିବ? କି ତାଡ଼ନା, ତାଡ଼ନା ଅଲଗା କରିପାରିବ? କି ଦୁର୍ଭିକ୍ଷ, ଦୁର୍ଭିକ୍ଷ ଅଲଗା କରିପାରିବ? କି ଉଲ୍ଲଙ୍ଗତା, ଉଲ୍ଲଙ୍ଗତା ଅଲଗା କରିପାରିବ? କି ବିପଦ, ବିପଦ, କି ଖଡ୍ଗ, ଖଡ୍ଗ, এই କୌଣସି ବିଷୟ ମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ, ପ୍ରିୟ ପ୍ରଭୁଙ୍କ ଲୋକମାନେ,
ପ୍ରଭୁଙ୍କର ପ୍ରେମର ପରିମାପ କଣ? ଯୀଶୁଙ୍କର ପ୍ରେମର ମାପ କଣ? ଆକାଶଠୁ ଉଚ୍ଚ, ସାଗରରୁ ଗଭୀର ତାଙ୍କର ପ୍ରେମ। ସେହି ପ୍ରେମରୁ ଆମମାନଙ୍କୁ କୌଣସି ବିଷୟ ଅଲଗା ନ କରୁ, ବିଚ୍ଛିନ୍ନ ନ କରୁ। ସମସ୍ତେ ହାଲେଲୁୟା, ହାଲେଲୁୟା। କିନ୍ତୁ ଦୁର୍ଭାଗ୍ୟଜନକ, କେତେ ଜଣଙ୍କର ଜୀବନରେ ଛୋଟ ଛୋଟ ବିଷୟ ଆମମାନଙ୍କୁ ପୃଥକ କରିଦେଉଛି। ଛୋଟ ଛୋଟ କୁ ଅଭ୍ୟାସ, ଛୋଟ ଛୋଟ ଅଭିଳାଷ, ଛୋଟ ଗୋଟେ ଅପମାନ ଆମମାନଙ୍କୁ ଖ୍ରୀଷ୍ଟଙ୍କ ଠାରୁ ଅଲଗା କରିଦେଉଛି। ସେମାନେ ଦୁର୍ବଳ ହେଇଯାଉଛନ୍ତି, ସେମାନେ ଦୁର୍ବଳ ବିଶ୍ୱାସୀ ମାନେ। ଆମେ ସେଇ ପ୍ରକାର ହେବା ନାହିଁ। ପ୍ରେରିତ ପାଉଲ କହିଲା ପରି ଆମମାନଙ୍କୁ କୌଣସି କ୍ଲେଶ, କୌଣସି ନିନ୍ଦା, ତାଡ଼ନା, ଅପମାନ ଆମମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ ନ କରୁ। ସମସ୍ତେ ହାଲେଲୁୟା। ଏହା ନୂତନ କଥା ନୁହେଁ। ମଣ୍ଡଳୀ ଯୁଗରେ ପ୍ରେରିତ ପାଉଲ ମଧ୍ୟ କହୁଛନ୍ତି ଆମ୍ଭମାନଙ୍କ ପ୍ରତି ମଧ୍ୟ ଅନେକ ତାଡ଼ନା ଘଟିଥିଲା। ସେମାନେ ମଧ୍ୟ ଅନେକ କ୍ଲେଶ ସେମାନେ ସହ୍ୟ କରିଅଛନ୍ତି। ଆଉ ସେ କହୁଛନ୍ତି ଦ୍ୱିତୀୟ କରିନ୍ଥୀୟ 1 ଅଧ୍ୟାୟ ତାର 4 ପଦ, ଯଦି 8 ପଦ ଯଦି ପଢିବା ତାହେଲେ ସେଟା ଲେଖାଯାଏ କି ସେଇ ସମୟରେ ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନା ପ୍ରାପ୍ତ ହେଉଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗ କରୁଥିବା, ସମସ୍ତ କ୍ଲେଶ ଭୋଗ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ। ସମସ୍ତେ କହିବେ ହାଲେଲୁୟା। ଅର୍ଥାତ୍ ଆମ୍ଭ ମାନଙ୍କର ପୂର୍ବ ପୁରୁଷ ମାନେ ମଧ୍ୟ ଯେଉଁମାନେ ଖ୍ରୀଷ୍ଟଙ୍କୁ ଧାରଣ କଲେ, ଯେଉଁମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ, ଆଉ ଯେଉଁମାନେ ଆଜି ଖ୍ରୀଷ୍ଟଙ୍କ ଠାରେ ମହାନିଦ୍ରା ପ୍ରାପ୍ତ ହେଇକି ଅଛନ୍ତି, ଜାଣନ୍ତୁ ପ୍ରିୟମାନେ, ସେମାନେ ମଧ୍ୟ କ୍ଲେଶ ତାଡ଼ନା ଭୋଗ କରୁଥିଲେ। କାଲି ଆମମାନଙ୍କର କିଶୋର ଆଜ୍ଞା ଗୋଟେ କଥା କହୁଥିଲେ, ଖ୍ରୀଷ୍ଟିଆନ ଜୀବନ ଗୋଟେ ଫୁଲର ସେଜର ଜୀବନ ନୁହେଁ, ଏହା ଏକ କଣ୍ଟକମୟ ଜୀବନ ଅଟେ। ଏଠାରେ ଦୁଃଖ ଅଛି, କ୍ଲେଶ ଅଛି, କଷ୍ଟ ଅଛି, ଅଭାବ ଅଛି। ତଥାପି ଆମମାନଙ୍କୁ ଆଗକୁ ବଢିବାର ଆବଶ୍ୟକ ଅଛି। ତାର ଅର୍ଥ ନୁହେଁ ଯେ ସବୁବେଳେ ସେମିତି ରଖିବେ, ତାହା ନୁହେଁ। ପ୍ରଭୁ ପ୍ରଚୁରତା ମଧ୍ୟ ଦେଇ ଜାଣନ୍ତି। ପ୍ରେଜ୍ ଦ ଲର୍ଡ। ତ ସେଇ ଦିନ ମାନଙ୍କରେ ସେମାନେ କ୍ଲେଶ ଭୋଗ କରୁଥିବା ଲୋକମାନଙ୍କୁ ପରମେଶ୍ୱର ସାନ୍ତ୍ୱନା ଦେଉଥିଲେ। 8 ପଦ, କାରଣ ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ବନ୍ଧରେ ତୁମେମାନେ ଯେ ଅଜ୍ଞ ଥାଅ, ଏହା ଆମମାନଙ୍କର ଇଚ୍ଛା ନୁହେଁ। ଏସିଆରେ ଯୋଉ କ୍ଲେଶ ଘଟିଥିଲା ଏ ବିଷୟରେ ତୁମେ ଅଜ୍ଞ ଥାଅ, ଏଟା ମୋର ଇଚ୍ଛା ନୁହେଁ। ତୁମେ ଜାଣିଥାଅ କି ସେଇ ଦିନ ମାନଙ୍କରେ ସେମାନଙ୍କୁ ଘଟିଥିଲା। ଏଇଟା ସମସ୍ତେ ଜାଣିବା ଉଚିତ। ଭାବନ୍ତୁ ନା ଆମେ ଭଲରେ ଅଛୁ, ଆମମାନଙ୍କ ପ୍ରତି କିଛି ଘଟିବ ନାହିଁ। ଓ ସେମାନଙ୍କୁ ଘଟିଲା, ସେ ଗାଁରେ ହେଲା, ସେଇ ଦେଶରେ ହେଲା, ନୁହେଁ, ଆମ୍ଭ ମାନଙ୍କର ଜୀବନରେ ମଧ୍ୟ ଘଟିପାରେ। ତେଣୁ ଖ୍ରୀଷ୍ଟିଆନ ମାନଙ୍କୁ, ବିଶ୍ୱାସୀ ମାନଙ୍କ ପ୍ରତି ଯେ କ୍ଲେଶ ଅଛି, ତାଡ଼ନା ଅଛି, ଏହା ମାନେ ଜାଣି ରଖିବା ଉଚିତ। ସମସ୍ତେ ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ଆଉ ଏହି ଅଳ୍ପ କ୍ଲେଶ ଆମମାନଙ୍କୁ କଣ କରେ ନା ମହା ଗୌରବ ସାଧନ କରେ। ଏହି ଅଳ୍ପ ଦୁଃଖ ଭୋଗ କଣ କରେ ନା ମହା ଗୌରବର ଅଧିକାରୀ ହେବା ପାଇଁ ଆମମାନଙ୍କୁ ସାହାଯ୍ୟ କରିବେ ମାନେ। ତେଣୁ ପ୍ରେରିତ ପାଉଲ କହନ୍ତି 2 କରିନ୍ଥୀୟ 4 ଅଧ୍ୟାୟ ତାର 17 ପଦ ଯଦି ପଢିବା, ଏହି ଲଘୁ କ୍ଲେଶ କାରଣ ଏହି କ୍ଷଣକାଳ ସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ, ଏହି କ୍ଷଣକାଳ ସ୍ଥାୟୀ ମାନେ এই ক্লেশ কাল কেতে সময়? অল্প সময়, হয়তো 2 বর্ষ হইপারে, 4 বর্ষ হইপারে, হয়তো 40 বর্ষ হইপারে, 50 বর্ষ হইপারে, কিন্তু ଏହା କ୍ଷଣକାଳ ସ୍ଥାୟୀ। ଏହା ଉତାରେ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହା ଗୌରବ ସାଧନ କରୁଅଛି। ଅତ୍ୟଧିକ, ତାପରେ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହା ଗୌରବ ସାଧନ କରୁଅଛି। ଅନନ୍ତ କାଳ ସ୍ଥାୟୀ ମହା ଗୌରବ ସାଧନ କରୁଅଛି। ଆଜି ଯେଉଁମାନେ କ୍ଲେଶକୁ ଭୟଭୀତ କରିବେ, ମୋ ପ୍ରତି କ୍ଲେଶ ନ ଘଟୁ ବୋଲି ନିଜକୁ ବଞ୍ଚିତ କରିବେ, ତାହେଲେ ମୁଁ କହିବାକୁ ଚାହେଁ, ବାଇବେଲ କହେ ଆମମାନେ ସେହି ମହା ଗୌରବରୁ ମଧ୍ୟ ବଞ୍ଚିତ ହେବୁ। କିନ୍ତୁ ଆମମାନଙ୍କୁ ଏହି ଲଘୁ କ୍ଲେଶ, ଏହି କ୍ଷଣକାଳ ସ୍ଥାୟୀ କ୍ଲେଶକୁ ଯଦି ଆମେ ସହ୍ୟ କରିବା, ମନେ ରଖନ୍ତୁ
आमने स्वर्ग रे अनंत कालस्थायी महा गौरव आमने प्राप्त हेबा समस्त के हालेलुया हालेलुया प्रिय प्रभु लोक माने केवल सेतिकी नुहे द्वितीय थेसलोनिके तार 1 अध्याय 7-8 पदर लिखा जाए द्वितीय थेसलोनिके तार 1 अध्याय 7 एवं 8 पद सेते बेले तुम मानकु क्लेश देउथिबा लोक मानकु प्रतिफल स्वरूपे हाँ। क्लेश देबा ओ क्लेश भोग करूछ जे तुम्हे माने तुम मानकु आम मानक सहित विश्राम देबा हाँ। एहा तो ईश्वर को पक्षरे न्यायर विषय जे माने ईश्वर को जानती नाही ओ आम मानक प्रभु यीशु को सुसमाचार मानती नाही से मानकु से सेते बेले दंड देबे ओ प्रिय माने बाइबल कहे हुएत आम अनेकों प्रार्थना करने आवश्यक प्रार्थना करुचु तथापि बाइबल कहे सेते बेले मन रखु सेते बेले गोटे दिन अछि सेते बेले तुम मानकु क्लेश देउथिबा लोक मानकु प्रतिफल स्वरूपे क्लेश देबा कारण प्रभु कहती जो माने जहा बुनिबे ताहा काटिबे जो माने क्लेश बुनिछंती से माने क्लेश काटिबे गोटे दिन जो माने ताड़ना देउछंती से माने ताड़ना प्राप्त हेबे कारण वाक्य कहे जे दया करे से दया प्राप्त हेबो किंतु जे दया करे नाही से निर्दय भाव रे सेमानक प्रति निर्दय व्यवहार करा जिवो अर्थात सेमान दया पाइबे नाही तो वाक्य कहे जो माने तुमको क्लेश देउछंती से मानकर प्रतिफल स्वरूपे आमे माने से माननको क्लेश देबा आउ क्लेश भोग करूछ जे तुमे माने तुम मानको आम मानको सहित विश्राम देबा समस्त के हालेलुया क्लेश भोग करूथिबा मंडली क्लेश भोग करूथिबा विश्वासी से मानको प्रभु आज कहबाकू चाहंती आम्भे तुम मानको आम्भर सहित कोन करबा आम्भ मानको सहित विश्राम देबा सेति लिखा जाय अतएव ईश्वरकर लोक मानको विश्राम बार भोग करिवार बाकी अछि आज आमे दुख पाउछु कष्ट पाउछु काहे कि ख्रीष्टन को पई आमे जदि अत्याचार अन्याय करके दुख भोग करूछु क्लेश पाउछु से अलग कथा तार दंड शास्ति पाइबो किंतु आमे क्रिश्चियन हेबारो विश्वासी हेबारो यीशु को अपना त्राणकर्ता भाव ग्रहण करिवारो ख्रीष्ट को माने अपना मुक्तिकर्ता भाव ग्रहण करिवारो जदि ताड़ना पाउछंती ताले वाक्य कहे आपण मान को प्रभु विश्राम देबा चाहछंती नमस्कार हालेलुया सेटा अनंत विश्राम प्रिय माने शांतिर विश्राम सेटा आ से विश्राम स्थल अछि गोटे जगह रे काली आमे पाताल कथा सुनुथिलु पाताल रे कोन अग्नि निर्वाण हुए नै किंतु क्षय पाए नै ताहा एक जंत्रणामय स्थान किंतु तार विपरीत कोनटे स्वर्ग हालेलुया नूतन जेरूशलेम जोडने शांति जोडने भोक नै शोष नै क्रंदन नै कौनसी प्रकार दुख नाही एही प्रकार एक स्थान आम समस्त से प्रस्तुत कर आउ ताहा या मानकर लक्ष्य अटे आउ सही लक्ष्य स्थल रे पहुंचीबा पाई हेले आम मान को एही लघु आउ क्षण काल स्थायी क्लेश अतिक्रम करबा को पड़िबो प्रेज द लॉर्ड दुग्ध मधु प्रवाही देश रे प्रवेश करबा खोले प्रांतर यात्रा मान को करबा को पड़िबो प्रिय माने एही जगत गोटे प्रांतर सदृश्य भावन्तु एठारे अनेक दुख कष्ट भोक उपास रही अछि किंतु यह समाप्त कला परे प्रभु मान को तांको सहित विश्राम देबा को जाउछथि 8 पद कहे जो माने ईश्वर को जानती नाही आमे जणाइबा पई चेष्टा कलो से मान को पत्रिका देलो से मान को माने बही देलो से मान को पई मीटिंग देलो गारे माइक बंदाई की घोषणा करा गला ईश्वर जे तो मान को मुक्ति करता जिसु आपण मान को उद्धार करता जिसु आपण को पाप रो बदल स्वरूप ले जिसु आपण को रक्त दैचंती जिसु आपण को क्षमा दे पारंती प्रिय मां बापा भाई भौणी ए आमाने जणाइला परे मध्य केते जन रिजेक्ट करछंती ग्रहण करूनांती लिखा जाए जो माने ईश्वर को जानती नहीं वो आंभ मान को प्रभु यीशु को सुसमाचार मानती नहीं सुनतु प्रभु को वाक्य कहे जो माने ईश्वर प्रभु यीशु ख्रीष्ट को सुसमाचार मानती नहीं यीशु जा मानकर पाई आसिले
आमनकर पापर बदली है कि से मृत्युवरण कले कबरस्थ हेले तृतीय दिन से उत्थित हेले पुणी से पुनर्बार तांकर लोक मान को आसो नेबा पाए आसोसंती एही सुसमाचार को जो माने मानती नहीं से मानकु से कोन करिवे सेते बेले दंड देबे एबे देउनांती एबे अनुग्रहर समय समस्त को पाई सुजोग अछि प्रिय माने किंतु एही अनुग्रहर समय जे सब बेले थिबो एहार कोनोसी निश्चितता नाही अनुग्रहर समय बंद हेबाकु जाउछि प्रिय माने दयार समय बंद हेबाकु जाउछि जेते बेले बंद हे जिवो सेते बेले प्रभु दंड देबाकु आरंभ करिबे सेते आजी सुजोग अछि जो माने मध्य यीशुଙ୍କର सुसमाचारକୁ ମାନୁନାହାନ୍ତି ସେମାନେ ମାନି ଯାଆନ୍ତୁ ଆପଣଙ୍କର ବନ୍ଧୁ ପରିବାର ମାନଙ୍କୁ ଆପଣ ମାନେ କୁହନ୍ତୁ ସେମାନଙ୍କ ପାଇଁ ଆଜି ପ୍ରାର୍ଥନା କରନ୍ତୁ ଆଜି ସୁଯୋଗ ଅଛି ସେମାନେ ଯଦି ମାନିବେ ତାହେଲେ ସେମାନେ ଦଣ୍ଡରୁ ବଞ୍ଚି ଯିବେ ନଚେତ ସେମାନେ ଦଣ୍ଡ ପାଇବାର ଯୋଗ୍ୟ ପ୍ରଭୁ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ଡ ଦେବେ ସମସ୍ତେ ହାଲେଲୁୟା ହାଲେଲୁୟା ଗତକାଲି ଆମେ ଶୁଣିଥିଲୁ आज्ञाଙ୍କ द्वारा कि मिस्र रे जेतेबेले इस्राएल लोक माने थिले गोटे समय थिला जोसेफ जेतेबेले सेनार प्रधान थिले कर्मकर्ता सेही समय रे मिस्र इस्राएल माने अति आराम रे जीवन यापन करूथिले आनंद रे जीवन यापन करूथिले कालक्रमे जोसेफ को मृत्यु घटिला आ जोसेफ को जानि नथिबा जणे जेतेबेले राजा हैला से देखिला कि इस्राएल लोक माने वृद्धि प्राप्त होछथि बढ़ी जाउछथि संख्या रे बल रे आउ जदि सेमान को छाड़ी देबा ताहेले हम माने कोन हे जिबा तांको थारो अति न्यून हे जिबा आम मान को से माने राजत्व करबा आरंभ करबे एथबे गोटे काम करंतु से मान को क्लेश दियंतु बोली एक कोन ऑफिसर मान को नियुक्त करबे पढि सपद यात्रा पुस्तक 11 अध्याय तार एक अध्याय तार 11 पद 11 এবং 12 पद टी पढिबा यात्रा पुस्तक 1 अध्याय 11 ଏବଂ 12 पद अनंतर सेमाने भार बहन द्वारा सेमानकु क्लेश देबा पई भार बहन द्वारा सेमानकु अर्थात इस्राएल लोक मानकु क्लेश देबा पई सेमानकु उपरे कार्य शासक मानकु नियुक्त कले पुणी सेमानकु द्वारा फारोको निमते भंडारर नगर अर्थात पीथम और रामीसेस निर्माण कराइले कौन कले पुणी से मानकु क्लेश देबा निमंते कार्य शासक मानकु नियुक्त कले तमे मानकु क्लेश दियो कष्ट दियो काम कराओ खटाओ किंतु 12 पद कहे मात्र सेमाने सेमानकु जेते अधिक क्लेश देले सेमानकु जेते अधिक क्लेश देले कष्ट देले दुख देले सेमाने सेते अधिक वृद्धि पाइले समस्त कहबा हालेलुया हालेलुया जेते अधिक क्लेश देले सेते अधिक सेमाने वृद्धि पाइले प्रिय प्रभु लोक माने शैतान भाबिला यीशु जनकु मानि देले फिनिश किंतु मन रखंतु जेते अधिक क्लेश देले जोड़े यीशु मनले किंतु आज अनेक तांकर संतान संतति उत्पन्न आइले प्रेज द लॉर्ड हालेलुया 12 जन शिष्य को मारि देले समाप्त हे जिवो मारि देले किंतु आज अनेक शिष्य बाहरिले हालेलुया गोटे क्रिश्चियन को मारि देले ए माने भयभीत होई बंद हे जिवो बोली भाबुछथि नाइ आज अनेक क्रिश्चियन बाहरिलेनी कारण हम देखुछु जेते अधिक क्लेश सेते से माने वृद्धि प्राप्त हेले तेनु क्लेश को भयभीत हेबार एबे क्लेश आमान को वृद्धि साधन करबा पई सहायता करे प्रेज द लॉर्ड गोटे रबर बॉल को गोटे स्पंज बॉल को हमें जेते कम पकाइबा सेतकी उच्चर उठिबो जेते जोर से हमें तले पिटिबा सेते अधिक ऊपर उठिबो प्रेज द लॉर्ड आज आमान को मध्य जेते अधिक क्लेश दोचती सेते अधिक क्रिश्चियन संख्या विश्वासी संख्या वृद्धि प्राप्त होची एरा शैतान जानि पारो नाही तेनु क्लेश निमंते क्लेश बंद हेबो नाही पियो माने आमे प्रार्थना कले भी क्लेश बंद हेबो नाही किंतु क्लेश को सहयोग करबा पाए क्लेश को अतिक्रम करबा पाए प्रभु हमन को शक्ति प्रदान करिवे समझ के हालेलुया हालेलुया तेनु क्लेश आम मानकर कार्य को बंद करि पारिबो नाही
क्लेश आमनकर उपासना को बंद करि परिबो नाही क्लेश आमनकर विश्वास मत को बंद करि परिबो नाही क्लेश आमनकर कोन लक्ष्य स्थल रे पहुंचवा पई बंद करि परिबो नाही एही दृढ़ता आमनक मत रहबा दरकार प्रेज द लॉर्ड देखते कौन हालेलुया जने बुढ़ी माँ गोटे 70-80 वर्ष हेब से गत 10-5-6 वर्ष पूर्वे से प्रभु को ग्रहण कले मो पचार